देशानां भरतश्रेष्ठो देशानां उत्कलश्रुतः उत्कलस्य समो देशो नास्ति महीतले। ରାଉରକେଲାରୁ ମୁଁ ତ୍ରିଲୋଚନ ସ୍ୱାଇଁ ଆପଣମାନଙ୍କୁ ସାରସ୍ୱତ ପ୍ରଣାମ ଜଣାଉଛି। ମୋର କବିତାର ଶୀର୍ଷକ ଗଛ। ଗଛ କଥା ନ କହି ଦେହରେ ସଞ୍ଚିଛି ଅମାପ ଶକତି, ଭଜନ ଜଣାଣ ନଗାଇ ଅନ୍ତରେ ସାଇତିଛି ଅତୁଟ ଭକତି। ଶିବ ପରି ହଳାହଳ ବିଷପି ଆମ ପାଇଁ ଅମୃତ ଢାଳୁଛି, ପକ୍ଷୀ ଛୁଆଙ୍କୁ ଆଉଁସି ଅଣ୍ଡାଳି କୋଳେଇ କାଖେଇ ଏଡ଼େରୁ ଏଡ଼େ କରି ଫୁରୁକିନା ଉଡ଼ିବା ଦେଖିଛି। ଗଛ କଥା ନ କହି ଦେହରେ ସଞ୍ଚିଛି ଅମାପ ଶକତି, ଭଜନ ଜଣାଣ ନଗାଇ ଅନ୍ତରେ ସାଇତିଛି ଅତୁଟ ଭକତି। ଶିବ ପରି ହଳାହଳ ବିଷପି ଆମ ପାଇଁ ଅମୃତ ଢାଳୁଛି, ପକ୍ଷୀ ଛୁଆଙ୍କୁ ଆଉଁସି ଅଣ୍ଡାଳି କୋଳେଇ କାଖେଇ ଏଡ଼େରୁ ଏଡ଼େ କରି ଫୁରୁକିନା ଉଡ଼ିବା ଦେଖିଛି। ରାଜା ପ୍ରଜା ଚିହ୍ନା ଅଚିହ୍ନା ତା ପାଖେ ନୁହେଁ ଭିନ୍ନ, ସଭିଙ୍କୁ ବାଢ଼ିଛି ତା ହାତରନ୍ଧା ସୁସ୍ୱାଦୁ ବ୍ୟଞ୍ଜନ। ଗ୍ରୀଷ୍ମର ପ୍ରଚଣ୍ଡ ତାତିକୁ ଆଡ଼ କରି ବାଟୋଇକି ଦେଇଛି ମମତା ପଖଳା ଛାଇ। ବାଟୋଇର ଥକ୍କାପଣ ମେଣ୍ଟିଯାଏ ଥରେ ମାରିଦେଲେ ହାଇ। ଆମ ସୁଖ ସମୃଦ୍ଧି ପାଇଁ ତାକୁ ହାଣି କାଟି ଚିରି ଦିଅ, ଜାଳି ପୋଡ଼ି ମାରିଦିଅ, ତଥାପି ସେ ନିରୁତ୍ତର ନିର୍ବାକ ବାସ୍ତବ ସେବକଟିଏ। ଏତେ ପରୋପକାରୀ ବୋଲି ମାଟି ମା ଚାପୁଡ଼ି ଧରିଛି ପାଦ, ଦମ୍ଭ କରି ଦୃଢ଼ ଭାବେ ଛିଡ଼ା କରାଇଛି ଏହି ସମାଜରେ। ଦେଇ ଦେଇ ନିଃସ୍ୱ ବରଂ ଈଶ୍ୱର ହୋଇଯାଆନ୍ତି ବୋଲି ମାଟି ମା କହୁଥାଏ ଧୀରେ ଧୀରେ ଶୁଭିଯାଏ ମୋର ହୃଦ ମନ୍ଦିରରେ। ମୋ କବିତାର ଶୀର୍ଷକ ଦୀର୍ଘଶ୍ୱାସ। ମନତଳ ଅତଳ ଗଣ୍ଡରୁ ଯେବେ ପ୍ରତିଧ୍ୱନିତ ହୁଏ ନିରାଶାର ମାଳମାଳ ଢେଉର କୋଳାହଳ, ଛାତିତଳ ପଞ୍ଜରା ଠେଲି ଉଛୁଳି ପଡ଼େ ଦୀର୍ଘଶ୍ୱାସ। ସେତେବେଳେ ନିଜକୁ ପଚାରେ, କାହିଁକି ଏ ଦୀର୍ଘଶ୍ୱାସ? ଦୀର୍ଘଶ୍ୱାସର ଉପକ୍ରମ ରଚିଥିବା କଙ୍କାଳସାର ହାଡ଼ୁଆ ଶରୀର, ଶିରାଳିତ ହାତ ପାଦର ଦୈନ୍ୟତା ବିଜ୍ଞପିତ କରିଚାଲେ ଅହରହ। ଶୁଷ୍କ ଅଠାଳିଆ ଓଠଧାର ସମସ୍ତଙ୍କର ମିଳିତ ହୁଙ୍କାରେ କିବା ମାଡ଼ିଆସେ ଦୀର୍ଘଶ୍ୱାସ। ଅସନା ମଳିଛିଆ କାଠିଆ ଶିଥିଳ ଗୋଡ଼ ଯୋଡ଼ିକ, ସିଠାଳ ଦେହ କ୍ଷୀଣପ୍ରଭ ଚକ୍ଷୁ, ସରସଜ୍ଜାରେ ପତିତର ଆର୍ତ୍ତନାଦ, ଆଗକୁ ବଢ଼ିବାର ସାମାନ୍ୟ ଇଚ୍ଛା ବାଧ୍ୟ ହୋଇ ହତ୍ୟା କରେ। ବନ୍ଦୀ ଅନୁଢ଼ା ମଙ୍ଗୁଳା କନ୍ୟା ପରି ଅନାୟାସରେ ଆପଣେଇ ନିଏ ଶେଷ ଆଉ ଅଣନେଉଟାଣି ମାର୍ଗକୁ। କୋହ ଆଉ ଖୁଁ ଖୁଁ କାଶର ତାଡ଼ନାରେ ଊର୍ଦ୍ଧ୍ୱଗାମୀ ହୁଏ କିମ୍ବା ଦୀର୍ଘଶ୍ୱାସ। ଅନ୍ତହୀନ କବଳିତ ଦୀର୍ଘଶ୍ୱାସର ମାୟାଜାଲର ନଛୋଡ଼ ବନ୍ଧା ବିନା ସାଲିସରେ ନାଲିସ କରିବାର ଅଭାବୀ ସୁଯୋଗ ମୁକ୍ତିର ପଥକୁ ଆବୋରି ରହେ। ଅକୁହା ଗୋପନ ତଥ୍ୟକୁ ଚାପି ଧରେ, ଯାହା ଅବ୍ୟକ୍ତ ରହେ ଜନ ଆଢ଼ୁଆଡ଼େ। ଅବଶୋଷର ପେଷଣରେ ପେଶି ହୋଇ ଅବା ଜୁଆରୀ ନଈରେ ଭାସିଯାଇ ଲୋକାରଣ୍ୟର ଗହଗହର ସମାଧିସ୍ଥ ହୁଏ ଦୀର୍ଘଶ୍ୱାସ। ଧନ୍ୟବାଦ। କବିତାର ଶୀର୍ଷକ ମାଟି। ଦେଖ, ଏ ମାଟି ଏବେ ଓଦା ଆକାଶ ଲହୁରେ। ଦେଖ, ଏ ମାଟି ଏବେ ଓଦା ଆକାଶ ଲହୁରେ। ତା ଉର୍ବରତା ମଉଳି ଯାଇଛି କାହା ଅତୃପ୍ତ ଇଚ୍ଛାରେ।
ତା ଦେହରେ ଏବେ ସମାଧିସ୍ଥ ମରୁଭୂମିର ଶୁଷ୍କ କଥନିକା। ତା ଦେହରେ ଏବେ ସମାଧିସ୍ଥ ମରୁଭୂମିର ଶୁଷ୍କ କଥନିକା। ତା ଭିତରେ ଲହଡ଼ି ଭାଙ୍ଗନ୍ତି ଭୋକ, ଶୋକ, ଦୁଃଖ ଓ ଯନ୍ତ୍ରଣା। ତା ଉପରେ ଅନ୍ଧାରି ଆକାଶ, ତା ଉପରେ ଅନ୍ଧାରି ଆକାଶ, ଆକାଶରେ କଳଙ୍କିନୀ ଜହ୍ନ। ତା ଉପରେ ଅନ୍ଧାରି ଆକାଶ, ଆକାଶରେ କଳଙ୍କିନୀ ଜହ୍ନ। ଜହ୍ନ ତଳେ ନିଷିଦ୍ଧ ପୃଥିବୀ ଆଉ ଛଳ ଭର୍ତ୍ତି ମିଛ ସମ୍ମୋହନ। ସେ ଜାଣେନି କିନ୍ତୁ ତା ଭିତରେ ଜଳିଯାଏ ଅନେକଙ୍କ ବିଶ୍ୱାସ ଭରସା। ସେ ଜାଣେନି କିନ୍ତୁ ତା ଭିତରେ ଜଳିଯାଏ ଅନେକଙ୍କ ବିଶ୍ୱାସ ଭରସା। ତା ଅଲକ୍ଷ୍ୟରେ ତା ଉପରେ ସଢୁଥାଏ ସୌଭାଗ୍ୟର ଆୟୁଷ, ଲୁହଙ୍କ ସ୍ୱାଦ ଆଉ ଝାଳଙ୍କର ବାସ୍ନା। ତା ଦେହରେ ଏବେ ଅସୁମାରୀ କ୍ଷତ, ତା ଦେହରେ ଏବେ ଅସୁମାରୀ କ୍ଷତ, ଆଉ ସେ କ୍ଷତଙ୍କ ବାହୁବନ୍ଧନରେ ବନ୍ଧା ତାର ଭବିତବ୍ୟ। କେହି ବି ଜାଣନ୍ତିନି ନିଜକୁ ଭାଙ୍ଗି ଯିଏ ଦିନେ ଗଢ଼ିଥିଲା ସ୍ୱର୍ଗ, ସେ ଏବେ ଅବଶୋଷର ଘେରରେ। କେହି ବି ଜାଣନ୍ତିନି ନିଜକୁ ଭାଙ୍ଗି ଯିଏ ଦିନେ ଗଢ଼ିଥିଲା ସ୍ୱର୍ଗ, ସେ ଏବେ ଅବଶୋଷର ଘେରରେ। ତଥାପି ଆଞ୍ଜୁଳାଏ ସ୍ୱପ୍ନ ଧରି ସେ ଏବେ ସିଦ୍ଧିରେ ପ୍ରସିଦ୍ଧିରେ, ହଁ ସେ ଏବେ ସିଦ୍ଧିରେ ପ୍ରସିଦ୍ଧିରେ। ଗପ ଜହ୍ନ। ଜେଜେ ସେଦିନ ନାତି ନାତୁଣୀଙ୍କ ଆଗରେ ତାଙ୍କର ବାଲ୍ୟ ସ୍ମୃତି ବଖାଣୁଥିଲେ। ମୁଁ ଛୁଆବେଳେ ଖୁବ୍ ଦୁଷ୍ଟ ଥିଲି। ବୋଉ କାନେ ମୋଟେ ଛାଡ଼େ ନା। ବୋଉକୁ ଭାରି ବ୍ୟସ୍ତ କରେ। ରାତି ହେଲେ ଛାଡ଼ ଆହୁରି ନିବିଡ଼। ବାପା କାଖେଇ ନେଇଯାଆନ୍ତି ବାହାରକୁ, ଜହ୍ନ ଦେଖାନ୍ତି, କହନ୍ତି ହେଇ ଜହ୍ନ ମାମୁଁ ଡାକ, ଆ ଜହ୍ନ ମାମୁଁ ସରଗ ଶଶୀ। ମୁଁ ହାତକୁ ଟେକି ହଲେଇ ହଲେଇ ଡାକିବାର ଭଙ୍ଗୀ କରିଦିଅନ୍ତି। ଆଃ କି ତୋଫା ଜହ୍ନ। ନାତି ନାତୁଣୀ ଶୁଣୁଥିଲେ। 4 ବର୍ଷର ନାତି ପଚାରିଲା, ଗ୍ରାଣ୍ଡପା ଜହ୍ନ କଣ? ଜେଜେ ତାଜୁବ ହେଲେ। ନାତି ଜହ୍ନ କଣ ଜାଣିନେ? ଜହ୍ନ ଜମା ଦେଖିନାହିଁ? ହାୟ। ବଡ଼ ନାତୁଣୀ କୁରକୁରା ହସ ହସି କହିଲା, ଜହ୍ନ ମୁନ୍ ଜାଣିପାରୁନୁ? ହଁ ମ, ଟିଭିରେ ଯାହା ଦେଖାଯାଏ ତା ସ୍କାଏରେ ମୁନ୍। ଜେଜେ ବିମସ ହେଇ ପଡ଼ିଲେ। ଭାବିଲେ, ଆହା ଶୈଶବଟି କି ନିର୍ଯାତିତ ହେଇଯାଉଛି ପିଲାମାନଙ୍କର। ସକାଳ 6ରୁ ଯିବେ କେଜି ସ୍କୁଲ, 11ଟାରେ ଆସିବେ, ଖାଇ ପିଇ ଟିକେ ରେଷ୍ଟ ଦିଏ, ଅପରାହ୍ନରେ ଟ୍ୟୁସନ, ସଂଯୋଗ ହୋମୱାର୍କ, ତାପରେ ଟିଭି, ତାପରେ ଖାଅ ଶୁଅ। ଘରୁ ବାହାରିବାର ଜୋର ନାହିଁ। ସହରୀ ସଭ୍ୟତା ସମସ୍ତଙ୍କୁ ବନ୍ଦୀ କରିଦେଇଛି ଏଇ କଂକ୍ରିଟ ପାଚେରୀ ଭିତରେ। ସମସ୍ତେ ତଳମୁହାଁ, ସମସ୍ତେ ବ୍ୟସ୍ତ, ସମସ୍ତେ ଦୌଡ଼ରେ ସାମିଲ। ପିଲାମାନେ ବଢ଼ି ଉଠୁଛନ୍ତି ସେଇ ଢାଞ୍ଚାରେ। ରାତିରେ ଜହ୍ନ ଛାଡ଼, ଦିନରେ ସୂର୍ଯ୍ୟ ବି ସେମାନେ ଦେଖୁନାହାନ୍ତି। ଜେଜେ କହିଲେ, ହଉ ଆ ଜହ୍ନ ଦେଖେଇବି। କାଖେଇକି ବାହାରକୁ ନେଇଗଲେ। ଆକାଶକୁ ଚାହିଁଲେ, କିଛି ଦେଖାଯାଉନି। ଆଜି ତିଥି କଣ? 2 ପାଖରେ ବିରାଟ ବିରାଟ କୋଠାଘର ସୀମିତ କରିଦେଇଛି ଆକାଶକୁ। ଜେଜେ ନାତି କାଖେଇ ଏପଟ ସେପଟ ହେଇ ଆକାଶ ଖୋଜୁଥିଲେ। ଆକାଶ ସ୍ପଷ୍ଟ ହେଉନଥିଲା। ସୂଚ ଲାଇଟ୍ ପୋଷ୍ଟ ଗୁଡ଼ିକରୁ ବିଚ୍ଛୁରିତ ମର୍କ୍ୟୁରୀ ଲାଇଟ୍ର ଉଚ୍ଛଳ ପାବନ, ସୂଚ ଲାଇଟ୍ ପୋଷ୍ଟ ଗୁଡ଼ିକର ବିଚ୍ଛୁରିତ ମର୍କ୍ୟୁରୀ ଲାଇଟ୍ର ଉଚ୍ଛଳ ପ୍ଲାବନ ଭେଦ କରି ଆକାଶର କୌଣସି ଅଂଶ ବି ଦୃଷ୍ଟିକୁ ଆସୁନଥିଲା। ସେ ଅନ୍ଧାର ଖୋଜୁଥିଲେ, କିନ୍ତୁ ଅନ୍ଧାରର ସତ୍ତା ନଥିଲା। ଛାତ ଉପରୁ ଗଲେ ହୁଏତ ଦେଖାଯାଆନ୍ତା ଆକାଶ। ଛାତ ଉପରୁ ଗଲେ ହୁଏତ ଦେଖାଯାଆନ୍ତା ଆକାଶ, ହେଲେ ଲାଇଟ୍ ପୋଷ୍ଟ ଗୁଡ଼ିକ ତାଙ୍କର 1 ମହଲା ଛାତଠାରୁ ବି ଢେର ବଡ଼। ପୁଣି ପାଖାପାଖି ଠିଆ ହେଇଥିବା ପ୍ରାସାଦ ଗୁଡ଼ିକ ବି ଛାଡ଼ିବେନି ଆକାଶ। ସେ ବଡ଼ ଅସହାୟ ଅନୁଭବ କଲେ। ସେ ବି ଦେଖିନାହାନ୍ତି ବହୁତ ଦୂର ଆକାଶ, ଚାହିଁନାହାନ୍ତି ଉପରକୁ। ବେଳ କାହିଁ? ସେ ଏବେ ଦେଖିପାରୁନାହାନ୍ତି କି ଦେଖେଇ ପାରୁନାହାନ୍ତି ଆକାଶର ଜହ୍ନ। ନାତି କଟାଳ କରୁଛି ବାରମ୍ବାର, ଗ୍ରାଣ୍ଡପା ହ୍ୱେର୍ ଇଜ୍ ବୁନ୍? ଜହ୍ନ କାହିଁ?
ଜେଜେ ବେଳୁବେଳୁ ଅସହାୟ ହୋଇ ପଡୁଛନ୍ତି। ଗାଁର ତୋଫା ଜହ୍ନ ରାତି, ବିସ୍ତୃତ ଗାଁ ଦାଣ୍ଡ, ବିସ୍ତୀର୍ଣ୍ଣ ପ୍ରାନ୍ତର ଜହ୍ନ ଆଲୁଅରେ ଗାଧୋଇ ପଡ଼ିବା ଦୃଶ୍ୟ ଭାସି ଯାଉଛି ଆଖି ଆଗରେ। ଆଉ ଗାଁ ନାହିଁ ତାଙ୍କର ହେଇ। ବୁଢ଼ୀ ଗଲା ପରେ ପୁଅ ବୋହୂଙ୍କ ଏକାନ୍ତ ଜିଦରେ ଜମିବାଡ଼ି ବିକିଦେଇ ଏବେ ସେ ସହରବାସୀ। ହେଲେ ନାତି ଅସ୍ତବ୍ୟସ୍ତ କରୁଛି, ଜହ୍ନ କାହିଁ, ଏଠି ଜହ୍ନ ନାହିଁ। ଜେଜେଙ୍କ ଆଖି ଟଳମଳ ହେଇଗଲା ଲୁହରେ। ଆକାଶ ଅଛି, ଜହ୍ନ ଅଛି, ଅଥଚ ପ୍ରମାଣିତ କରିପାରୁନାହାନ୍ତି ସେ ନାତି ପାଖରେ ତାର ଅସ୍ତିତ୍ୱ। ଗ୍ରାଣ୍ଡପା, ଶୋ ମି ଦି ମୁନ୍, ହ୍ୱେର୍ ଇଜ୍ ଦି ମୁନ୍? ଜହ୍ନ କାହିଁ ଜେଜେ, ଜହ୍ନ କାହିଁ? ତମେ ମିଛ କହୁଛ। ନାତିର ବ୍ୟସ୍ତତା ବଢୁଥିଲା, ଜେଜେଙ୍କର ବଢୁଥିଲା ଜହ୍ନ ଭର୍ତ୍ତି ଆକାଶଟିଏ ନ ପାଇବାର ଅସହାୟତା। ଧନ୍ୟବାଦ। ନଜର ରଖିଥାନ୍ତୁ, ମୁଁ ପହଞ୍ଚୁଛି। ଏକୁଟିଆ ମଣିଷଟେ ଭାରି ସାହସୀ, ପ୍ରତିଥର ନିଜକୁ ସମ୍ଭାଳି ନେବାରେ ସକ୍ଷମ, ନହେଲେ ବି ହେବାକୁ ବାଧ୍ୟ। ସବୁଯାକ ଶବ୍ଦକୁ ରୋକିବାର ଆପ୍ରାଣ ଚେଷ୍ଟାଟିଏ କରିବା ବ୍ୟତୀତ ଆଉ କିଛି ଉପାୟ ନଥିଲା ମୋଠାରେ। ଏକରକମ ନିଃଶବ୍ଦ ମୁଁ ପରିସ୍ଥିତିର ଆବେଗରେ ବଢ଼ି ଯାଉଥିବା ନିଶ୍ୱାସକୁ ଚାପି ଧରିଲି ଦୁଇ ପାପୁଲିରେ। 10x12ର ବଖୁଦିଆ ଘରେ କ୍ଷେତ୍ରଫଳ ବୋଲି କିଛି ଗୋଟେ ନଥାଏ। କେତେ ହେବ? 10 କି 8 ପାଦ। ଠିକ୍ କବାଟ ଆଗରେ ସେ ବାଛି ନେଇଥିଲା ନିଜ ପାଇଁ ଜାଗା। ବାହାରି ଯିବାର ବାଟ ଦୁହିଁଙ୍କ ପାଇଁ ବନ୍ଦ। ଦେଖୁଥିଲା ମୋ ଆଡ଼କୁ ଅପଲକ ରଙ୍ଗୀନ ଆଖି ହଳେ। ଅଥଚ ନଜର ରଖିବାକୁ ହେବ। ସେ ବି ନଜର ରଖିଛି ବୋଧେ ମୋତେ। ଏଇଟା ପରସ୍ପର ପ୍ରତି ଭୟ ପୁଣି ସାହସ ହୋଇପାରେ କି? ବାୟୋଲୋଜି ଅନୁସାରେ କାନ ନଥାଏ ତାର, ସେ କିନ୍ତୁ ଅନୁଭବି ପାରେ ସ୍ପନ୍ଦନ। ଟିକେ କେଁକଟର କରିଲା ମୋ ପୁରୁଣା ଖଟ, ସେ ବି ହୋଇଗଲା ଟିକେ ହଲଚଲ। ଓଃ, ହୃଦୟଟା ଏବେ ଉଠି ଆସିଲାଣି ତଣ୍ଟି ଯାକେ। ଠିକ୍ ଶ୍ୱାସନଳୀ ପାଖରେ ଭୟଙ୍କର ସ୍ପନ୍ଦନ। ଏବେ ନିଶ୍ୱାସ ନେଉଛି ସେ ଖୁବ୍ ଜୋରେ। ମୋର ବି ସମାବସ୍ଥା। କୌଣସି ବିଶାଳ ଆକୃତିରେ ନଥାଏ ଭୟାବହତା, ଖାଲି କେବଳ ମନରେ। ତୁମକୁ ଭୟଙ୍କର ଲାଗୁଥିବା କାରଣଟି ଅନ୍ୟ ପାଇଁ ହୋଇପାରେ ସୁନ୍ଦରତମ ସୃଷ୍ଟି। ଏଇବେଳେ ଆମେ ଉଭୟ ପରସ୍ପର ପାଇଁ ବିଶାଳ, ବିକୃତ ଆଉ ଭୟଙ୍କର। ମସୃଣ ଚିକ୍କଣ କଳା ରଙ୍ଗ। କିଏ ଜଣେ ଚିତ୍ରକର ଧଳା ଚିତା ଆଙ୍କିଛି ତା ଲମ୍ବା ଦେହ ସାରା। ସେ ବି ଆଉ ଟିକେ ପାଖେଇଲା। କବାଟ କ'ଣ? ଆଖପାଖକୁ ଦେଖିଲି ମୁଁ। କାନ୍ଥ ପାଖରେ ଆଉଜା ହେଇଛି ଛାଞ୍ଚୁଡ଼ି, ତାରରେ ଶୁଖୁଛି ସାୟା। ଭିଡ଼ି ନେଲି ଦୁଇଟା ଯାକ ଏକାଥରେ। ସାୟା ଡୋରଟା ହାତରେ ଖୋଲି ମୁଠେଇ ଧରିଲି। ହୃଦ୍ଘାତ ହୋଇଯିବ କି ଆଉ? ମ୍ୟାଡାମ, ଆପଣଙ୍କ ଘର ଆଗରେ। ହେଲ୍ପଲାଇନ୍ ବାଲା ଖୁବ୍ ଯତ୍ନରେ କାବୁ କରିନେଲେ ତାକୁ। ସେ କିନ୍ତୁ ଛଟପଟ ହେଉଥିଲା ଭାରି। ଜରି ବ୍ୟାଗ୍ ଭିତରକୁ ଯିବାକୁ ନାରାଜ। କହୁଥିଲା କି ଛାଡ଼ିଦିଅ ମୋତେ, ମୋ ଭାଗର ଜୀବନ ଜିଇବାକୁ। ଆଗ୍ରହ କରି ପଚାରିଲି, ୟାକୁ ନେଇ କ'ଣ କରିବେ ଏବେ? ଛାଡ଼ିଦେବୁ ଜଙ୍ଗଲରେ। ଓଃ, ଆଶ୍ୱସ୍ତ ହେଲି ଟିକେ। କେତେ ବେଳ ହେଲା ଆମେ ପରସ୍ପରକୁ ଡରି ଡରି ରହିଥିଲୁ। ଏବେ ଦୁହେଁ ଯାକ ବାଟ ଓଗାଳିଥିଲୁ ଦୁହିଁକୁ। ଯାଉ ସିଏ ସ୍ୱଚ୍ଛନ୍ଦରେ। ସେ ଏବେ ମୁକ୍ତ। ଆଉ ମୁଁ? ଏ ସାପ ଭୟରୁ ଏକାକୀ ନାରୀଟିଏ ମୁକ୍ତି ପାଇପାରିଛି କି କେବେ? ନମସ୍କାର। ସୃଜନ ଜାହ୍ନବୀ ପଲ୍ଲବୀର ଏହି ସଂଖ୍ୟାର ସ୍ମୃତି ପଲ୍ଲବରେ ସନ୍ଥ କବି ଭୀମ ଭୋଇଙ୍କ କେଇଥାଳି। ବଖାଣି ମହିମା ଧୁନିକୁ ସ୍ଥାପିବା ଶ୍ରୀମୁଖରେ ଆଜ୍ଞା ଦେଲେ, ଦାସ ପଣି କିଣି ଅର୍ଥ ବାଟେ ଆଣି କିମ୍ବା ଏତେ ସରି କଲେ। ନାହିଁ ମୋ ଭରସା ଉଡ଼ୁଛି ସହସା, କି ବୁଦ୍ଧି କରିବି କହ। ଜଗତ ସମ୍ଭାଳି ଭଗତଙ୍କୁ ପାଳି, ତୁମ୍ଭ ଭାରା ତୁମ୍ଭେ ବହ। ଭଗତଙ୍କ ଦୁଃଖ ନିରନ୍ତର ଦେଖ, ଲାଗିଲାଟି ପଦାର ବିନ୍ଦେ। ବାନ୍ଧିଥା ଯୋଗାଡ଼ି ଆଗ ପଛ କରି, ବହିଥାଅ ନିଜେ କାନ୍ଧେ। ସମ୍ପତ୍ତି ବିପତ୍ତି ମୁକତି ଦୁର୍ଗତି, ଭିଆଣ କରିଛ ଯୋଡ଼ି। ପାପ ଦୁଃଖ ଭାର କେ ତୁମ୍ଭ ବହିବ, ପାଦ ତଳେ ଥାଉ ପଡ଼ି। ବିଜେ କରିଅଛ କିମ୍ବା ନ ବୁଝୁଛ, ପଳାଇ ପଶିବି କାହିଁ। ଅରଜି ପାପ ଭାରା କରିବି ପସରା, ପାଦ ତଳେ ଦେବି ଥୋଇ। ଶରଣ ବାଞ୍ଛିତ କାନ୍ଦି କାନ୍ଦି ଭକ୍ତ, ଗଡ଼ି ଗଲେଣି ସକଳ। ଦୋଷ ଅପରାଧ କ୍ଷମା କରି ଗୁରୁ, ଜାଗ୍ରତରେ ପ୍ରତିପାଳ। ପ୍ରାଣୀଙ୍କ ଆରତ ଦୁଃଖ ପ୍ରମିତ, ଦେଖୁ ଦେଖୁ କିବା ସହୁ। ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ।
ଜଣାଉଛି ମୁଁ ଯେ ଭକ୍ତି ଭାବ ରଞ୍ଜେ ଆହେ ଅଣିମା ଅନନ୍ତ। ତିନି ବ୍ରହ୍ମାଣ୍ଡରେ ଯେତେ ଜୀବ ଅଛନ୍ତି ସମସ୍ତେ ତୁମ୍ଭ ଭଗତ। ନବଲକ୍ଷ ତାରା ସୁରାଟ ବିରାଟ ଧ୍ରୁବଲୋକ ଆଦି ଯେତେ ସମସ୍ତେ ତୁମ୍ଭ ପାଦ ତଳେ ଆଶ୍ରିତ। ଠୁଳ ଶୂନ୍ୟ ପରିଜନ୍ତେ ଠୁଳ ଶୂନ୍ୟ ଠାରୁ ତହିଁ ଉପରକୁ ଦେଖିଲଇ ନାହିଁ କିଛି। ଅବିକାର ବ୍ରହ୍ମ ନାମ ଅରୂପ ସିନ୍ଧୁ ପ୍ରାୟ ପୁରୀ ଅଛି। କିମ୍ବା ଦୁଷ୍ଟ ସନ୍ଥ ସେବକ ସାମନ୍ତ କୀଟ ପତଙ୍ଗରେ ପୁରୀ। ତୁମ୍ଭେ ପୁରୀ ଅଛ କାହିଁ ଉଣା ନାହିଁ ସର୍ପ ଘଟେ ସମସରି। ମେଦିନୀ ପାଷାଣ କାଠ ତରୁ ତୃଣ ନିର୍ଜୀବରେ ଯେହୁ ଗଛି। ମୁଁ ଯେ ଜାଣୁଅଛି ମନର ଭିତରେ ସପ୍ତ ବ୍ରହ୍ମ ହେଲେ ଅଛି। ମୁଁ ଯେ ମୂର୍ଖ କବି ଭେଦ ମାର୍କେ ଜଗି ତୁମ୍ଭ କରୁଣା ମାତର। ସମାନରେ ଦେଖି ସତ୍ୟ ଧର୍ମ ସାକ୍ଷୀ କରି ନ ପାରେ ଅନ୍ତର। ତ୍ରିପୁର ଜଗତେ ଜୀବଛନ୍ତି ଯେତେ ଅଛି ନାମ କଳା ଚିହ୍ନ। ସମସ୍ତେ ଶଙ୍ଖୁଳି ଏକ ଆତ୍ମା ବୋଲି ନ କରି ହୁଆନ ଭିନ୍ନ। କାଠର ଭିତରେ ସୁଢ଼ଳ ଧାତୁରେ ଜଳ ପୁରୀ ଥାଇ ଯେତେ। ପ୍ରାଣୀଙ୍କ ଅଙ୍ଗରେ ଜୀବକର୍ମ ରୂପ ଫୁଟି ଦିଶୁଥାଇ ସତେ। ଦୋଷକୃତ ହାନି ଲାଭ ଧରା ମରା ଗାଳି ଦ୍ୱନ୍ଦ୍ୱ ହୁଅନ୍ତି ଯହିଁ। ରୁମ ଚର୍ମ ଭେଦି କାଟେ ଜୀବନକୁ କାତର ମୁଁ ହେଉଥାଇ। ଅଗ୍ନି ଚୁଲା ପରେ ତାରଣ ଭାଣ୍ଡରେ ଯେସନେ ଫୁଟଇ ଅନ୍ନ। ତେସନ ପରାଏ ହୃଦେ ଡେଉଁଥାଇ ପଞ୍ଚଭୂତ ଆଜ୍ଞାମାନ। ଏକ ଖଣ୍ଡ ହାଡ଼ ବୁନ୍ଦାଏ ରୁଧିର ଫୁଟେ ମାଉଁସ ଜାଣଇ। ତେଣୁ କରି ସିନା ପ୍ରାଣୀଙ୍କ ବିକଳ ସହି ନ ପାରିବି ମୁହିଁ। ଏକା ଖଡ଼ଗରେ 10 ମୁଣ୍ଡ ଛିଡ଼ଇ ଭାରତ ଯୁଦ୍ଧେ। ଅରେକ ଅଙ୍ଗକୁ ପାଦେ ପ୍ରହାରିଲେ ଅଙ୍ଗକୁ ମର୍ୟ ବାଧେ। ଆତ୍ମା ଭଗତିରେ ଦୋଷାଦୋଷ ହେଲେ ବଜ୍ର ପଡ଼ୁ ମୋ ମୁଣ୍ଡକୁ। କହେ ଭୀମ ଭଇ ବ୍ରହ୍ମ ଶାପ ଦେଇ ଜାଳି ଦିଅ ମୋ ପିଣ୍ଡକୁ। ଧନ୍ୟବାଦ।